हेलो गाइस, वेलकम बैक टू माय यूट्यूब चैनल एग्जाम्स। तो ବର୍ତ୍ତମାନ ଆମେ ଦେଖିବାକୁ ଯାଉଛେ CGL 2026 ରେ ଯେଉଁ ନୋଟିଫିକେସନଟି ଆସିଥିଲା ତାହାର ଏକ୍ଜାମ ପ୍ୟାଟର୍ନ ସବୁ କ'ଣ ରହୁଛି, ଡିଟେଲ୍ସ ସିଲାବସ୍ କ'ଣ ରହୁଛି ଏବଂ ଆମେ କେଉଁ କେଉଁ ସିଲାବସ୍କୁ ଫଲୋ କରିବା ସେଇଟା ଆମେ ଆଜି ଦେଖିବା। ତ ପ୍ରଥମେ କହି ରଖୁଛି, ଯେଉଁ CGL 2026 ର ନୋଟିଫିକେସନଟି ଆସିଥିଲା OSSC ତରଫରୁ, ସେଇଟା ଆଶା କରୁଛି ସମସ୍ତେ ଆପ୍ଲାଏ କରିଦେଇଥିବେ ଏବଂ ଏହାର ଭ୍ୟାକେନ୍ସି ବହୁତ ବଢ଼ିଆ ଭାବରେ ଥିଲା। ବହୁତ ଭଲ ଭଲ ପୋଷ୍ଟ ମଧ୍ୟ ୟା ଦେହରେ ରହିଛି, ଯାହାକୁ ଆପଣମାନେ ବି କ୍ଲିୟର କରି ନିଜର ଫ୍ୟୁଚରକୁ ଭଲରେ ସିକ୍ୟୁର କରିପାରିବେ, ଭଲ ଚାକିରିଟିଏ ପାଇପାରିବେ। ତ ଡେରି ନ କରି ଚାଲନ୍ତୁ ବର୍ତ୍ତମାନ ଆମେ ଦେଖିବା ଆମର CGL 2026ର ଯେଉଁ ନୋଟିଫିକେସନଟି ଆସିଛି ତାର ସିଲାବସ୍ କ'ଣ ରହିଛି। ତ ଆମେ ବର୍ତ୍ତମାନ ଦେଖିବା, ଜାଣିଛେ ଯେ CGL 2026 ଯେଉଁ ଆସିଛି ତାର ଦୁଇଟି ଷ୍ଟେଜରେ ଆମର ଏକ୍ଜାମଟି ହବ, ଯେଉଁଟାକି ରହିଛି ଆଉ ଆମର ସ୍କିଲ୍ ଟେଷ୍ଟ ମଧ୍ୟ ଗୋଟିଏ ଗୋଟିଏ ପୋଷ୍ଟ ପାଇଁ ରହିଛି। ତ ସେଗୁଡ଼ା ବି ମଧ୍ୟ ହବ, କିନ୍ତୁ ମେନଲି ଆମର କ'ଣ ନା ଦୁଇଟି ଷ୍ଟେପ୍ରେ ଏକ୍ଜାମଟି ହବ, ଯେଉଁଟାକି ରହିଛି ଆମର ପ୍ରିଲିମିନାରୀ ଷ୍ଟେଜ ଆଉ ଗୋଟେ ରହୁଛି ମେନ୍ସ ପାଇଁ ମେନ୍ସ ଷ୍ଟେଜ। ତ ପ୍ରିଲିମ୍ସରେ ରହିଛି ପ୍ରିଲିମିନାରୀ ଷ୍ଟେଜ ଏବଂ ମେନ୍ସରେ ରହିଛି ମେନ୍ସ ଷ୍ଟେଜ, ଯେଉଁଟାକି ରହିଛି ଦୁଇଟା ଷ୍ଟେଜ ରହିଛି। ତ ଆପଣମାନେ ଭଲ ଭାବରେ ଜାଣିଥିବେ ଯେ ପ୍ରିଲିମ୍ସ ଯେଉଁ ରହିଛି ଆମର ପ୍ରିଲିମ୍ସରେ ଆସୁଛି ଆରିଥମେଟିକ୍ ଆସୁଛି, ଡାଟା ଇଣ୍ଟରପ୍ରିଟେସନ୍ ଆସୁଛି, ଲଜିକାଲ ରିଜନିଂ ଆସୁଛି, କରେଣ୍ଟ ଆଫେୟାର୍ସ ଆସୁଛି ଏବଂ କମ୍ପ୍ୟୁଟର ଆୱାରନେସ୍ ଆସୁଛି ଏବଂ ଏଥିରେ ଆମର ଓଡ଼ିଶା ଜିକେ ମଧ୍ୟ ଆସୁଛି। ତ ଓଡ଼ିଶା ଜିକେ ଆସୁଛି, କମ୍ପ୍ୟୁଟର ଆୱାରନେସ୍ ଆସୁଛି, କରେଣ୍ଟ ଇଫେଣ୍ଟସ୍ ଆସୁଛି, ଲଜିକାଲ ରିଜନିଂ ରହୁଛି, ଡାଟା ଇଣ୍ଟରପ୍ରିଟେସନ୍ ଯେଉଁଟା ଆମେ DI କହୁଛେ ସେଇଟା ରହୁଛି, ଆରିଥମେଟିକ୍ ରହୁଛି ଏବଂ ଏଗୁଡ଼ାକର ସବୁ ମାର୍କ ଡିଷ୍ଟ୍ରିବ୍ୟୁସନ୍, କୋଶ୍ଚିନ୍ ଡିଷ୍ଟ୍ରିବ୍ୟୁସନ୍ ମଧ୍ୟ ରହିଛି। ଆପଣଙ୍କର ଆରିଥମେଟିକ୍ ଆସିବ 25ଟା, ଡାଟା ଇଣ୍ଟରପ୍ରିଟେସନ୍ ଆସିବ 25ଟା, ଲଜିକାଲ ରିଜନିଂ ଆସିବ 25ଟା, କରେଣ୍ଟ ଇଫେଣ୍ଟସ୍ 25 ମାର୍କ, ଆମର କମ୍ପ୍ୟୁଟର ଆୱାରନେସ୍ 25 ମାର୍କ, ଓଡ଼ିଶା ଜିକେ ମଧ୍ୟ 25 ମାର୍କ। ଏଇଭଳି ଭାବେ ଆମର ରହିଛି ପ୍ରିଲିମ୍ସର ଏକ୍ଜାମ। ତ ଆମର କେତୋଟି ରହୁଛି ନା ଆରିଥମେଟିକ୍ 1 2 3 4 5 6 ଛଅଟା ସବଜେକ୍ଟ ରହୁଛି ଏବଂ ଛଅଟା ସବଜେକ୍ଟ 25 ମାର୍କ ଲେଖାଏଁ ଆସିବ। ତ ଆମର ଟୋଟାଲ ହେଇଯିବ 150 ମାର୍କର ଏକ୍ଜାମଟି ହେଇଯିବ, ପ୍ରିଲିମ୍ସ ଏକ୍ଜାମଟି। ତ ଆପଣ 150 ମାର୍କର ପ୍ରିଲିମ୍ସ ଏକ୍ଜାମ ଦେବେ। ସେଇ ମଧ୍ୟରୁ ଏଗୁଡ଼ା ରହିଛି ତାର ସବଜେକ୍ଟ ୱାଇଜ ଡିଷ୍ଟ୍ରିବ୍ୟୁସନ୍ ରହିଛି, ଯେଉଁଟାକି ଆପଣ ଦେଖିପାରୁଥିବେ। ତ ଏଥିରେ କିଛି ପ୍ରୋବ୍ଲେମ୍ ନାହିଁ। ଆମର ଆରିଥମେଟିକ୍ 25, DI 25। ତ ଆପଣ ଧରି ନିଅନ୍ତୁ କ୍ୱାଣ୍ଟରୁ ଆପଣଙ୍କର 50 ମାର୍କର କ୍ୱେଶ୍ଚିନ୍ ପଳେଇ ଆସୁଛି। ତାପରେ ରହିଛି ଲଜିକାଲ ରିଜନିଂ, ଆପଣମାନେ ଆରାମସେ ରିଜନିଂ କରିପାରିବେ 25। ତ ଇଏ ମଧ୍ୟ ଆସୁଛି କରେଣ୍ଟ ଇଭେଣ୍ଟସ୍, ଯେଉଁଗୁଡ଼ାକ ମାନେ କରେଣ୍ଟ ଇଭେଣ୍ଟସ୍ ଗୁଡ଼ା ରହିଲା, ଯେମିତିକି କେଉଁ ଦେଶର ପ୍ରଧାନମନ୍ତ୍ରୀ ହଉ କି ପ୍ରେସିଡେଣ୍ଟ ହୁଅନ୍ତୁ ଆମ ଇଣ୍ଡିଆକୁ ଭିଜିଟ୍ କଲେ, କିମ୍ବା ବଜେଟ୍ ଅଧିବେଶନ ଏବେ ରିସେଣ୍ଟଲି ସରିଛି ତା ଉପରେ ମଧ୍ୟ କ୍ୱେଶ୍ଚିନ୍ ଆସିପାରେ। ଏଭଳିଆ ଭାବେ କରେଣ୍ଟଲି ଯେଉଁଗୁଡ଼ାକ ପ୍ରିଭିୟସ୍ 6 ମନ୍ଥସ୍ ଭିତରେ ଯେଉଁଗୁଡ଼ାକ ହେଇଛି କରେଣ୍ଟ ଇଭେଣ୍ଟସ୍, ତ ତା ଉପରେ ନେଇକି କରେଣ୍ଟ ଇଭେଣ୍ଟସ୍ ଆସିବ। ତାପରେ ରହିଛି କମ୍ପ୍ୟୁଟର ଆୱାରନେସ୍। ତ କମ୍ପ୍ୟୁଟର ଆୱାରନେସ୍ରେ କ'ଣ ନା କମ୍ପ୍ୟୁଟର ଆମର ଯେଉଁ ନର୍ମାଲ କମ୍ପ୍ୟୁଟରର ରହିଛି ସବୁ MS ଅଫିସ୍, MS ୱାର୍ଡ଼, ପାୱାର ପଏଣ୍ଟ ଏବଂ ସର୍ଟକଟ୍ କିଜ୍ ଏବଂ ଯେଉଁଗୁଡ଼ା ନର୍ମାଲ ରେଞ୍ଜରେ ଆମର କମ୍ପ୍ୟୁଟରରେ ଆସୁଛି, ସେଗୁଡ଼ାକ ସବୁ 25 ମାର୍କର କମ୍ପ୍ୟୁଟର ମଧ୍ୟ ଆସିବ। ତାପରେ ରହିଲା ଆମର ଓଡ଼ିଶା ଜିକେ। ଓଡ଼ିଶା ଜିକେଟା ଏ ବର୍ଷ ନୂଆ ଆଡ଼୍ ହେଇଛି ଏଥିରେ CGL ସିଲାବସ୍ରେ। ତ ଓଡ଼ିଶା ଜିକେଟା ଯେଉଁ ନୂଆ ଆଡ଼୍ ହେଇଛି, ଓଡ଼ିଶା ଜିକେରେ କ'ଣ ଆସିବ ନା ଓଡ଼ିଶା ରିଲେଟେଡ୍ ସବୁ କ୍ୱେଶ୍ଚିନ୍ ଗୁଡ଼ାକ ସବୁ ଆସିବ। ତ ଓଡ଼ିଶା ରିଲେଟେଡ୍ କ'ଣ ସବୁ କ୍ୱେଶ୍ଚିନ୍ ରହିବ, ଯେମିତିକି ଓଡ଼ିଶାରେ ବର୍ତ୍ତମାନ କ'ଣ କ'ଣ ସବୁ ଚାଲିଛି, ଓଡ଼ିଶାର ଜିଓଗ୍ରାଫି କ'ଣ ରହୁଛି, ଓଡ଼ିଶାର ହିଷ୍ଟ୍ରି କ'ଣ ରହିଛି, ବୁଝିହେଲା। ତ ୟାରି ଉପରେ ନେଇକି ଓଡ଼ିଶା ଜିକେରେ ଆସିବ। ମୁଁ ଆଉ ଗୋଟେ ଭିଡ଼ିଓରେ ଡିଟେଲ୍ ସିଲାବସ୍ ତାର ଧରିକି ନେଇକି ଆସିବି ଯେ କ୍ୱାଣ୍ଟରୁ କ'ଣ କ'ଣ କେଉଁ ଟପିକ୍ରୁ କ୍ୱାଣ୍ଟରୁ କ୍ୱେଶ୍ଚିନ୍ ଆସିବ, DIରେ କେଉଁ କେଉଁ ଟପିକ୍ରୁ, DI ତ ନର୍ମାଲ ଜାଣିଛେ ଆମେ ସବୁ, ପାଇ ଚାର୍ଟ, ଡାଇଗ୍ରାମ ଫାଇଗ୍ରାମ ସବୁ ରହିଲା ଏଗୁଡ଼ାକ ସବୁ, କିମ୍ବା ଆମର ଲିନିୟର DI ଆସିବ। ତ ଏଗୁଡ଼ାକୁ ନେଇକି DI ଆସିବ, କିନ୍ତୁ ଆରିଥମେଟିକ୍ର କ'ଣ କ'ଣ ଚାପ୍ଟର, କେଉଁ ଚାପ୍ଟର କ୍ୱେଶ୍ଚିନ୍ ଆସୁଛି, ରିଜନିଂ କେଉଁ ଚାପ୍ଟର କ୍ୱେଶ୍ଚିନ୍ ଆସୁଛି,
करेंट इवेंट्स तो आपको कहली, कंप्यूटर भी आपको कहली, एवं ओडिशा जीके को क्यों सब्जेक्ट को ओडिशा माने फॉलो करिकी ओडिशा जीके रू क्वेश्चन आसीबो। तो ता ऊपर गोटे डिटेल आमे वीडियो नेकी आसीबा। तेबे चलନ୍ତୁ ये रहिगला आपणकर प्रिलिमिनारी पार्ट। ये रहिला आपणकर प्रिलिमिनारी पार्ट। तो प्रिलिमिनारी पार्ट रे 150टा क्वेश्चन रहबो, 150 मार्क गोटे क्वेश्चन गोटे मार्क लेखा रहबो। एवं सबडू मेन जिंस तो एथिरे आपणकर नेगेटिव मार्किंग भी रहउची। नेगेटिव मार्क जो रहउची एटा रहउची आपणकर 0.33। तो तीनटा भूल रे आपणकर गोटे माइनस हे जिवो। तो एटा प्रिलिमिनारी रे बहुत माने ध्यान देबाकू आपनको पड़े जे नेगेटिव मार्किंग मध्य रहउची। तो ठीक अछि, चलନ୍ତୁ आमे जिबा वर्तमान देखिबा हमर मेंस रे केउ केउ सिलेबस रहउची, मेंस रो सिलेबस कोन रहउची, केउ केउ टॉपिक रो मेंस रो क्वेश्चन आछी। तो तार ऊपर देखिबा। तो जदि आपण देखि पारुथिबे, जदि आपण प्रिलिमिनारी क्वालिफाई कले तो आपण मेंस देबे। मेंस रे रहउची हमर दुईटी पेपर, दुईटी पेपर रहउची, गोटे होची पेपर 1 आ गोटे होची पेपर 2। तो पेपर 1 टा कोन रहउची ना ओडिया आ इंग्लिश, केवल एई दुईटी सब्जेक्ट रो पेपर 1 रे क्वेश्चन सब आसीबो। क्वेश्चन जो आसीबो सेटा रहइबो 100 मार्क रो। ओडिया 50 आसीबो, इंग्लिश मध्य 50 आसीबो। एमती कंबाइंड 100 मार्क आसीबो, जोटा कि आपनको टाइम रहउची 2.5 आवर्स। हाँ, आपनकर प्रिलिम्स रे मध्य आपनको टाइम दिया जिवो 150 क्वेश्चन को 3 आवर्स दिया जिवो। हला 150 क्वेश्चन को 3 आवर्स रहइबो, जोटा कि सीबीआरई मोड रे हेबारे किंबा हमर ऑफलाइन ओएमआर सीट रे हेबारे सेटा अपन कंफर्म हेनी, किंतु 150 टा क्वेश्चन को हमर 3 घंटा आपनकर मिलिबो। सेमती मेंस रे कोन रहिची, पेपर 1 गला, एबे रहउची पेपर 2। तो पेपर 2 रे कोन आसी ना जनरल स्टडीज। पेपर 2 रे आपनकर जनरल स्टडीज आसी। जनरल स्टडीज रे कोन कोन आसी सेगुडा भी मध्य आ गोटे वीडियो रे हमें डिटेल्ड एनालिसिस करबा। जनरल स्टडीज रे केउ केउ चैप्टर क्वेश्चन आसी, से मध्य 100 मार्क रो क्वेश्चन आपनकर रहउची मेंस रे। ये मध्य 2.5 आवर्स रो समय सीमा रहउची। तो ये थिला आपनकर प्रिलिम्स आ मेंस सीजीएलआर 2024 रो, सॉरी सीजीएलआर 2026 रो। तो एई प्रिलिम्स आ मेंस को आपण फॉलो करिकी कौन करिपारिबे ना एग्जाम देई पारिबे, एवं निजर फ्यूचर टिकु गोटे ओडिशा गवर्नमेंट रो भलो सर्विस रे देई पारिबे। ओडिशा गवर्नमेंट रो सर्विस रे आपण चाहिले जॉब करी भलो पैसा मध्य इनकम करिकी निज फैमिली को रखि पारिबे। तो ये थिला डिटेल सिलेबस। क्वेश्चन पैटर्न सब कोन रहउची, के कोन सब्जेक्ट रो क्वेश्चन आसी, सेगुडा सब हमें आ गोटे वीडियो रे कंप्लीट ताको डिस्कशन करबा। तो ठीक अछि, प्रिपेरेसन भलरे करंतु, प्रिपेरेसन बजाय रखंतु, एवं सीजीएलआर 2026 रो हमर गोटे पोस्ट आपण जेमती क्लियर करिकी देई पारिबे सेटा चेष्टा करंतु। ठीक अछि। तो रहली मो चैनल टी को एग्जाम्स को आपण लाइक करंतु, शेयर मध्य करिवे, एवं सब्सक्राइब मध्य କରିଦେବେ, ଯାହା ଫଳରେ କି এই ଭିଡ଼ିଓର ଯେଉଁ ଯେଉଁ ନୂଆ ଭିଡ଼ିଓ ସବୁ ଆସିବ ଏଇ ଚ୍ୟାନେଲରେ, ତ ଆପଣ ସେଗୁଡ଼ାକୁ ଇଜିଲି ପାଇପାରିବେ, ଏବଂ ବେଲ୍ ଆଇକନ୍ ମଧ୍ୟ ପ୍ରେସ୍ କରିଦେବେ। ଠିକ୍ ଅଛି, ରହିଲି, ପ୍ରିପାରେସନ୍ ଭଲରେ କରିବେ। ଗୁଡ୍ ନାଇଟ୍।